विचलित ହେଇନି ଏତିକି ଲାଗିଲା ଯେ ସେ ଲୋକଟା ଏତେ କଷ୍ଟ ପାଉଛି ତେଣୁ ଅବାଗିଆ ଲାଗି ହଁ ମୁଁ ତାଙ୍କ ଘରକୁ ଯାଇଥିଲି ଦେଖା କଲି ସେଦିନ ସେ ମୁଣ୍ଡ ଉଠେଇ ପାରୁନଥିଲେ ଯାଇକି ଦେଖା କରିକି ମୋ କର୍ତ୍ତବ୍ୟ ଥିଲା ଆସିଲି ସାନ ଭଉଣୀଟା ଆଉ ଭଲ ହେଇଯାଉଛି ଆଶୁ ଆରୋଗ୍ୟ କାମନା କରୁଛି ଜଗନ୍ନାଥ କଟକ ଚଣ୍ଡୀ ମା ଶାରଳା ଏବଂ ଆଲ୍ଲା ଯୀଶୁ ବୁଦ୍ଧଙ୍କୁ ଏତିକି କହୁଛି ତାକୁ ଭଲ କରିଦିଅନ୍ତୁ। ଆଚ୍ଛା ତାଙ୍କ ପାଇଁ କିଛି ଫଳମୂଳ ବା କିଛି ଜୁସ୍ ଏମିତି କିଛି ନେଇକି ସେଇଟା କ'ଣ କହିବା ଦରକାର ମାନେ ଆମେ କାହାକୁ କ'ଣ ଦବା ନେଇକି ଯିବା କହିବା ଉଚିତ ନୁହଁ ମୁଁ ଫଳ ନେଇକି ଯାଇଥିଲି ମୁଁ ଫଳ ନେଇକି ଫଳଟାକୁ ଆପଣ ଯୋଉଠି ଚପଲ ରଖାଯାଏ ସେଇଠି ରଖିଦେଇଥିଲେ? ନାଇଁ 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 ମୁଁ ରଖିନଥିଲି ସିଏ କହିଲେ କାରଣ ଯେହେତୁ ତାଙ୍କର ଯୋଉ ରୋଗ ହେଇଛି କାଳେ ଭାଇରସ ଏପଟ ସେପଟ ହବ ସେ କହିଥିଲେ ସମସ୍ତେ ଯୋଉଠି ରଖନ୍ତି ସେଇଠି ରଖିଦିଅନ୍ତୁ। ନାଇଁ ସେଇଠି ଚପଲ ଥୁଆ ହେଇଥିଲା ସେଠି ଗୋଟେ ଖାଦ୍ୟଟାକୁ ରଖାଗଲା। ଇଏ ସେ କଥା ନୁହଁ ଛାଡ଼ ଆମେ ତ ଯାଇକି ଦେଖା କରିକି ଆଇଲେ ଅସୁବିଧା କ'ଣ ଅଛି? କୋଉଠି ନା କୋଉଠି ଆପଣଙ୍କୁ ଲାଗିଲାନି ଆପଣଙ୍କୁ ଅସମ୍ମାନ କରାଯାଉଛି? ମୁଁ ଅସମ୍ମାନିତ ହେଲେ ଅସୁବିଧା ନାହିଁ କାହିଁ କହିଲ ଓଡ଼ିଶା ଜାଣିଛି ମିଟୁ ଭାଇ ଜଣେ ଅଲଗା କିସମ ଲୋକ ଆମେ ଯାହା କରୁ ପ୍ରଚାର ପ୍ରସାର ନକରି କରୁ। ଆଚ୍ଛା ଆପଣଙ୍କ ଦେହରେ ତ ଗୋଟେ ମନ ଅଛି ନା ସେ ମନ ବିଚଳିତ ହେଇନି ଏତିକି ଲାଗିଲା ଯେ ସେ ଲୋକଟା ଏତେ କଷ୍ଟ ପାଉଛି ତେଣୁ ଅବାଗିଆ ଲାଗିଥିଲା ସେତେବେଳେ କିଛି ସମୟ ପାଇଁ। ଆଚ୍ଛା